ମା ଦିବ୍ୟ ସମାଚାରରୁ ଆମେ ପଢିବା ଆଶ୍ରମରେ ବିବାହ। 1930 ମସିହାର ମଧ୍ୟଭାଗର କଥା। ଜଣେ ସାଧକ ଆଶ୍ରମରେ କେତେ ବର୍ଷ ରହିବା ପରେ ବିବାହ କରିବା ନିମନ୍ତେ ଶ୍ରୀଅରବିନ୍ଦଙ୍କର ଅନୁମତି ମାଗିଥିଲା। ପ୍ରଭୁ ତାଙ୍କୁ ଉତ୍ତର ଦେଇଥିଲେ, ଏଠାରେ କେବଳ ବିରାଡ଼ି ଓ କୁକୁର ବିବାହ କରନ୍ତି। ପ୍ରଭୁ ତାଙ୍କୁ ଉତ୍ତର ଦେଲେ କଣ? ଏଠାରେ କେବଳ ବିରାଡ଼ି ଓ କୁକୁର ବିବାହ କରନ୍ତି। ଯଦି ଆପଣ ଯୋଗାଧାର ବହି ପଢିବେ, ସେଥିରେ ଆହୁରି ଷ୍ଟ୍ରିକ୍ଟଲି ଶ୍ରୀଅରବିନ୍ଦ ଲେଖିଛନ୍ତି। ଏଇ ବିବାହ କଥା ନେଇକି କହିଲେ, ଯଦି ତୁମେ ପୂର୍ଣ୍ଣତଃ ପୂର୍ଣ୍ଣ ଯୋଗ କରିବା ପାଇଁ ଚାହୁଁଛ, ତେବେ ତୁମେ ବ୍ରହ୍ମଚର୍ଯ୍ୟ ପାଳନ କରିବା ତୁମ ପାଇଁ ସର୍ବୋତ୍ତମ। ଯଦି ଆମେ ଦେଖିବା, ତାପରେ ବାବାଜୀ ମହାରାଜଙ୍କୁ ପଚରାଯିବ, ବାବାଜୀ ମହାରାଜ କହିଲେ, ଆମେ ମାନେ ଯୋଉମାନେ ସବୁ ବାହା ହେଇସାରିଛୁ, କହିଲେ ତୁମେ ଯଦି ବିବାହ କରିସାରିଛ, ତେବେ ଗୋଟିଏ ପୁତ୍ର ବା ଗୋଟିଏ କନ୍ୟା ସନ୍ତାନ ହେଇସାରିଲା ପରେ ତମେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବ। ଏବଂ ଆମେ ଯଦି ଆଉ ଟିକେ ଆଙ୍ଗୁଲରୁ ଦେଖିବା, ଯେ ପ୍ରକୃତି ଆମକୁ କଣ କରିଛି, ତାର ସେ ଯୋଉ ଜାତି ପ୍ରତିଷ୍ଠା କରିଛି, ସେ ଜାତିକୁ ରଖିବା ପାଇଁ, କଣ୍ଟିନ୍ୟୁ କରିବା ପାଇଁ ସେ କଣ କରିଛି ନା ଏଇ ପ୍ରକାରର ଯୋଉ ଯୌନ ସମ୍ପର୍କ ସିଏ ସୃଷ୍ଟି କରିଛି। ତାକୁ ମନୁଷ୍ୟ ମାନେ ବ୍ୟବହାର କରୁଛନ୍ତି। ତାମାନେ ଇଏ ହଉଛି ପ୍ରକୃତିର ଗୋଟିଏ ପାର୍ଟ। ତେଣୁ ବାୟ ନେଚର ତୁମେ ତା ଭିତରେ ପଶିବାକୁ ଯାଉଛ। ଯଦି ତୁମେ ଚାହୁଁଛ ଯେ ମନୁଷ୍ୟତ୍ୱର ଦିବ୍ୟ ଜୀବନ ପ୍ରାପ୍ତ କରିବା ପାଇଁ, ତେବେ ପ୍ରକୃତିର ସେଇ ଯୋଉ ଅଜ୍ଞାନତା ଯୁକ୍ତ କର୍ମରେ ଯଦି ତୁମେ ଲିପ୍ତ ରହିଲ, ତାହେଲେ ତୁମର ଆଧାର ଅପ୍ରସ୍ତୁତ ହେଲା, ବା ଆଧାର ଆଉ ପ୍ରସ୍ତୁତ ହେଇପାରିବ ନାହିଁ ଉପରର ଊର୍ଦ୍ଧ୍ୱ ଶକ୍ତିକୁ ଗ୍ରହଣ କରିବା ପାଇଁ, ଯୋଉ ଅତିମାନ ଶକ୍ତିକୁ ଗ୍ରହଣ କରିବା ପାଇଁ। ଏବଂ ଅତିମାନସ ଶକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ସବୁଠାରୁ ଅଧିକ ଯଦି କିଏ ବାଧା ସୃଷ୍ଟି କରେ, ସେଟା ହଉଛି ଏଇ ସେକ୍ସ ଡିଜାୟାର, କାମ ପ୍ରବୃତ୍ତି। ତେଣୁ ବିବାହ କେଜଣକୁ ଆଶ୍ରମରେ ଯୋଉ କେଜଣକୁ ଜଣେ କିଏ କିଏ କହିଛନ୍ତି ତାଙ୍କୁ ଛାଡି ଦେଇଛନ୍ତି, ଆଉ କେଜଣକୁ ସିଧାସଳଖ ଭିନ୍ନ ଭିନ୍ନ ପ୍ରକାରର ଘଟଣା ଘଟିଛି, ତାଙ୍କୁ ମନା କରିଛନ୍ତି ବିବାହ କରିବା ପାଇଁ। ସେ ଯାହାକୁ ହଁ ମାରନ୍ତି, ତାଙ୍କୁ ଥରେ ପଚରା ହେଇଥିଲା, ତାକୁ କାଇଁ ହଁ ମାରିଲେ? ସେଠୁ ସିଏ ତାଙ୍କର ଗଲେ, ବିବାହ କଲେ ଏବଂ ଆଉ ଆଶ୍ରମ ଫେରି ନାହାନ୍ତି। ଏମିତି ବି ଘଟଣା ଘଟିଛି। ସେ କହିଲେ ସିଏ ବିବାହ ନ କଲେ ରହିପାରିବ ନାହିଁ। ତେଣୁ ଯଦି ପୂର୍ଣ୍ଣତଃ ପୂର୍ଣ୍ଣ ଯୋଗ ବା ଶ୍ରୀଅରବିନ୍ଦଙ୍କ ଯୋଗ ସାଧନା କରିବାକୁ ଚାହୁଁଛନ୍ତି, ତେବେ ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ନିହାତି ଆବଶ୍ୟକ।